କ୍ରୀଡ଼ାବିତ୍ଙ୍କ ନିଷ୍ପତ୍ତି। ଦାଉଦ ତାଙ୍କ ବିଶ୍ୱବିଦ୍ୟାଳୟର ଜଣେ ପ୍ରତିଭାବାନ ଦୌଡ଼ାଳି ଥିଲେ। ସେ କଠିନ ପରିଶ୍ରମ କରୁଥିଲେ ଏବଂ ଅନେକ ଲୋକ ତାଙ୍କର ଦ୍ରୁତ ଗତିକୁ ପ୍ରଶଂସା କରୁଥିଲେ। କିନ୍ତୁ ପ୍ରତିଯୋଗିତା ବଢ଼ିବା ସହିତ କିଛି ସାଙ୍ଗ ତାଙ୍କୁ ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେବାକୁ, ଅଭ୍ୟାସବଦ୍ଧ କରିବାକୁ ଏବଂ ଏପରି କିଛି କାମ କରିବାକୁ ଉତ୍ସାହିତ କଲେ ଯାହା ଈଶ୍ୱରଙ୍କୁ ସମ୍ମାନ ଦିଏ ନାହିଁ। ଦିନେ ସନ୍ଧ୍ୟାରେ ଦାଉଦ ତାଙ୍କ ବାଇବଲ ସହିତ ଚୁପଚାପ ବସିଥିଲେ। ତାଙ୍କର ଆଖି ଏକ ପଦ ଉପରେ ପଡ଼ିଲା। ତୁମେମାନେ ନିଜ ନିଜ ଶରୀରକୁ ଜୀବିତ, ପବିତ୍ର ଓ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ହିଁ ତୁମମାନଙ୍କର ଆଧ୍ୟାତ୍ମିକ ଆରାଧନା। ସେ ଭାବିଲେ, ମୋର ଶରୀର, ମୋର ପ୍ରତିଭା, ଏପରିକି ମୋର ଶକ୍ତି ସବୁକିଛି ଈଶ୍ୱରଙ୍କର। ପରଦିନ ଦାଉଦ ଏକ ନିଷ୍ପତ୍ତି ନେଲେ। ନିଜର ଶକ୍ତି ନଷ୍ଟ କରିବା ପରିବର୍ତ୍ତେ ସେ ନିଜର ପ୍ରଶିକ୍ଷଣ, ଅନୁଶାସନ ଏବଂ ଜୀବନଶୈଳୀକୁ ଈଶ୍ୱରଙ୍କୁ ସମ୍ମାନ ଦେବା ପାଇଁ ଉତ୍ସର୍ଗ କଲେ। ସେ ନିଜର କ୍ଷତି କରୁଥିବା ପ୍ରଲୋଭନଗୁଡ଼ିକୁ ଏଡ଼ାଇ ଦେଲେ ଏବଂ ପ୍ରତ୍ୟେକ ଦୌଡ଼ ପୂର୍ବରୁ ସେ ପ୍ରାର୍ଥନା କଲେ, ପ୍ରଭୁ, ମୋର ଏହି ଦୌଡ଼ ତମ ପାଇଁ ଆରାଧନା ହେଉ। ବହୁ ବର୍ଷ ପରେ ଲୋକମାନେ ଦାଉଦଙ୍କୁ କେବଳ ଜଣେ ବିଜେତା ଭାବରେ ନୁହେଁ, ବରଂ ଏପରି ଜଣେ ବ୍ୟକ୍ତି ଭାବରେ ମନେ ରଖିଥିଲେ ଯାହାର ଜୀବନ ଈଶ୍ୱରଙ୍କ ପବିତ୍ରତାକୁ ପ୍ରତିଫଳିତ କରୁଥିଲା। ତାଙ୍କର ସବୁଠାରୁ ବଡ଼ ବିଜୟ ଦୌଡ଼ ଜିତିବା ନଥିଲା, ବରଂ ନିଜର ସମଗ୍ର ଜୀବନକୁ ଈଶ୍ୱରଙ୍କ ଉପାସନା ଭାବରେ ଉତ୍ସର୍ଗ କରିବା ଥିଲା। ଅତଏବ ହେ ଭାଇମାନେ, ମୁଁ ତୁମମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ରୋମୀୟ 12 ଅଧ୍ୟାୟ 1 ପଦ।